କ'ଣ କରିଦେବ ନା ଫେଣା ସବୁ ଥିବ ଏଇଭଳିଆ ଫେଣା ସବୁ କେଉଁଠି ଧର ଛାତରେ ସବୁ ଲାଗିଥିବ ବା ଗଛ କୋଉଟା ଭିତରେ ମଧ୍ୟ ସେ ଏଇଭଳିଆ 6-7ଟା ଭଳିଆ ଥିବ ହେଲା। ତାକୁ କ'ଣ କରାଯାଏ ନା ଆସ୍ତେ ଆସ୍ତେ କାଟିକିରି ଅଣାଯିବ। ଆଣିକିରି କ'ଣ ହେବ ନା ଏଇଠି ସବୁ ବନ୍ଧା ହେଇକିରି ଆରି ଭିତରେ କ'ଣ ହେବ ନା ରଖା ଆଣି ସବୁ ଗୋଟେ ସବୁ ରଖା ହେବ। ରଖା ହେବ ସବୁ ଏମିତି ରଖିଲା ପରେ ଲାଷ୍ଟକୁ କ'ଣ ହେବ ନା ତା ମୁହଁରେ এইটা ଦିଆ এটা କୁଇନ୍ ଗେଟ୍। এটা କ'ଣ କୁହାଯାଏ କୁଇନ୍ ଗେଟ୍। କୁଇନ୍ ଗେଟ୍ଟା ଏଠି ଦିଆହେବ। କୁଇନ୍ ଗେଟ୍ କ'ଣ ନା ମହୁମାଛି ସବୁ ଗୋଟିଏ ପ୍ରକାର କିନ୍ତୁ କୁଇନ୍ ଯିଏ ତା ରାଣୀ ଯିଏ ସବୁଠାରୁ ବଡ଼। ରାଣୀ ଯେଉଁଠି ଥିବ ତା ସବୁ ଇଏ ରହିବେ। ରାଣୀ ନ ରହିଲେ କେହି ରହିବେ ନାହିଁ। ତେଣୁ ଏ ଯେଉଁ ଥୋର ବାଟେ ସବୁ ଛୋଟ ମାଛି ପଳେଇବେ କିନ୍ତୁ କୁଇନ୍ ଯାଇପାରିବ ନାହିଁ। ଏ ଗେଟ୍ ପକାଇଦେଲେ ତା ଭିତରେ କୁଇନ୍ ରହିବ। ଆଉ କୁଇନ୍ ରହିଲେ ମାଛିଙ୍କ ସମେତ ରହିବେ। କୁଇନ୍ ନ ରହିଲେ କେହି ମାଛି ରହିବେ ନାହିଁ। ଗୋଟାଏ ଦଳରେ ଗୋଟାଏ ମାତ୍ର କୁଇନ୍ ଥବ। এটা হচ্ছে কুইন মাছ বড়টা ইয়ে কিন্তু দেখো সেটা দেখো মানে আর দ্বি গুণ হচ্ছে সে মাছ এই মাছর সে হচ্ছে দ্বি গুণ হচ্ছে বড় আউ মানে তা তোমাকে মাছিকে মারিবে না তুমি তাহলে নাগিলে সে মারিবে তুমি মহ মারে মহ তুমি ধୂଆଁ দেল তার সেটি গিরিবে বা তুমি লাইট মারলে সে কামড়িবে কামড় না তুমি মৌমাছি মারিবে মৌমাছি মারিবে সে সাত খেয়ে মাছ মারনাহাନ୍ତି মতো মারনাহাନ୍ତି ଆମ ଚିନ୍ତିତ ନା ଆମେ ତମେ ବିଶ୍ୱାସ କଲେ ହଲେଇ ଦେବ ତମେ ଯାଇକି ତାକୁ ହଲେଇ ଦେବ ସେ ରାଗିକି ଆସିକି ତମକୁ ମାରିବ। ଆଉ ମହୁ ତମେ ଦେବ ସେଟା 7 ଫେଣି ମାନେ ସେ ସବୁବେଳେ 7ଟା ଫେଣା କରନ୍ତି ଏଇଟା ଫେଣା ହେଇକି ଦେବେ ଏଇଭଳିଆ ଫେଣା ହେଲା। ଏଇଭଳିଆ ଫେଣା ସେମାନେ ସବୁ କ'ଣ କରିବେ ନା କରିବେ କରିକି ତଳେ ସବୁ କରାଇବେ କ'ଣ ନା ମହୁମାଛି ରହିବେ। ଆଉ ଉପରେ ଆଉ ଗୋଟେ ଯେଉଁ ରହୁଛି এটা ଅଣ୍ଡା ଆଉ ଛୁଆ ତଳେ ସବୁ କରିବେ। ଆଉ ଉପରେ ଯେଉଁ ଥାକ ଥିବ ସେଥିରେ କ'ଣ ରଖିବେ ନା ମହୁ ରଖିବେ। ମହୁ କ'ଣ କରନ୍ତି ନା ଏଇ ବର୍ଷା ଦିନ ପୂର୍ବରୁ ଯେତେବେଳେ ତୁମର ଥିବ କ'ଣ ନା ମାର୍ଚ୍ଚ ଏପ୍ରିଲ ମାସରେ ସୋରିଷ ଫୁଲ ହେଇଥିବ ତୁମର ଆମ୍ବ ବଉଳ ହେଇଥିବ ମୁଗ ଫୁଲ ହେଇଥିବ ସେଇ ସମୟରେ ସେମାନେ କ'ଣ କରନ୍ତି ନା ମହୁ ସଂଗ୍ରହ କରିକି ଆଣନ୍ତି। ଆଣିକିରି କ'ଣ କରନ୍ତି ନା ରଖନ୍ତି। ଖାଆନ୍ତି କେତେବେଳେ ଏଇ ଯଦି ବର୍ଷା ଦିନ ହେଲା ଆଗକୁ ଯେଉଁ ଦିନ ଆସିବ ଫୁଲ ମିଳିବନି ତେଣୁ ସେ ଖାଦ୍ୟ ପାଆନ୍ତି କ'ଣ କରେ ସେ ଯେଉଁ ସଂଗ୍ରହ କରିଥିବା ମହୁକୁ କ'ଣ କରନ୍ତି ନା ସେ ଆସ୍ତେ ଆସ୍ତେ ପୁଣି ଯେତେବେଳେ ଜାନୁଆରୀ ଫେବୃଆରୀ ହେବ ପୁଣି ସେମାନେ ନୂଆ ଅଣ୍ଡା ଦେବେ ପୁଣି ନୂଆ ବର୍ଷା କରିବେ ଏବଂ କ'ଣ କରିବେ ନା ପୁଣି ସଂଗ୍ରହ କରିବେ। ଆମ ମାନେ ତ ଯେତେବେଳେ ପୁଣି ଆଉ ଗୋଟିଏ ମାଇ ଛୁଆ କରିବ ବା ଆଉ ଗୋଟେ ରାଣୀ ମରିଯିବ ତାପରେ ସେ ତାର ତାଙ୍କୁ ସେ ବଡ଼ ହେଲା ପରେ ଇଏ ଅନ୍ୟତ୍ର ପଳେଇ ନହେଲେ ସେଦିନ ଯିବ ନାହିଁ। ଆମ ମାନେ ତ ଗୋଟାଏ ଦଳରେ ଗୋଟାଏ ମାତ୍ର ମହୁମାଛି ପରେ ସେମାନେ ଧର ଆସୁନାହାନ୍ତି ତା ଭିତରୁ କ'ଣ କରିବ ନା ଏଇଟା ବସିବ କ'ଣ ନା এটা ଚାପିଲେ ଧୂଆଁ ଯନ୍ତ୍ର ଏଟା ଆ ଦେହରେ ଯେଉଁ ନଡ଼ିଆ କତା ପଶିବ କି ନିଆଁ ନଖା ଏଟା ଚିପିଲେ ଧୂଆଁ ସେଠି ବାଜିବ କେଉଁଠି ସେ ଯେଉଁ ମହୁ ଇଏରେ ସେ ସବୁ ଧୂଆଁ ବାଜିଲେ ପଳେଇ ତାଙ୍କର ଶତ୍ରୁ ହେଉଛି କିଏ ଧୂଆଁ ହେଉଛି ବଡ଼ ଶତ୍ରୁ ଆଉ ଗୋଟେ ଶତ୍ରୁ ହେଉଛି ଜନ୍ଦା ଆଉ ପିମ୍ପୁଡ଼ି। ପିମ୍ପୁଡ଼ି ନାଗିଲେ ସେ ପଳେଇଯିବେ ରହିବେନି ଜନ୍ଦା ନାଗିଲେ ସେ ପଳେଇଯିବେ ରହିବେ। ବର୍ଷା ଦିନେ ସଙ୍କଟ ପଡ଼ିବ ସେତେବେଳେ ଖାଦ୍ୟ ଦେବେ ଆରି ଭିତରେ ଏଇଟା ଦେଇଦେଲେ ମଝିରେ ପଶିବ ଦେଇଦେଲେ ସେ ଆଗରେ ଖାଦ୍ୟ ସାଙ୍ଗେ ସଂଗ୍ରହ କରିକି ଧୀରେ ଧୀରେ ଉଠି ପଳେଇ ଆସିବ ତାଙ୍କର ଆଉ ଖାଦ୍ୟ ସଙ୍କଟ ହେବନି। ଏଇଟା ହେଉଛି କୁଇନ୍ କେଜ୍ ଆଦେହରେ ରାଣୀ ମହୁମାଛି ଧରାଯାଏ। ଯେତେବେଳେ 2ଟା ରାଣୀ ମହୁମାଛି ହେଇଯିବ ସେତେବେଳେ ଏ କୁଇନ୍ କେଜ୍ରେ ପୁରେଇ ଦେଇକି ଗୋଟେ ରାଣୀକି ପୁରେଇ ଦେବୁ ଆଦେହରେ ରହିଲେ ରହିଗଲା। ଏଇଟା ହେଉଛି କୁଇନ୍ କେଜ୍। ଯଦି ମାରନ୍ତି ଯେତେବେଳେ ମାରିବେ କି କ'ଣ କରିବେ ଏଇଟା ହେଉଛି ବି ଭେଲ୍ ମୁଣ୍ଡା ଦେଇଦେଲ ବି ଭେଲ୍ ମୁଣ୍ଡରେ ଦେଇଦେବ ଆଉ ମାରିବେନି ମୁହଁରେ ମାଡ଼ ହେବନି। ଯଦି ଡର ମାଡ଼ିବ ମୁହଁରେ ମାରୁଥିବ ସେତେବେଳେ ମୁହଁରେ ମାରିବେ ନାହିଁ ଆରାମରେ ତାର ହାତରେ ମଧ୍ୟ ଅଛି ଗ୍ଲୋଭ୍ ଧରିବା ନାହିଁ ଗ୍ଲୋଭ୍ ବି ଅଛି। ଆଉ ପୋଡ଼ିବନି ମହୁମାଛିকে ପୋଡ଼ିବନି କି ମାରିବନି ନଷ୍ଟ କରିବନି କ'ଣ ସେ ଦୁର୍ମୂଲ୍ୟ ପଲିନେସନ୍ ପାଇଁ ଆମକୁ ସାହାଯ୍ୟ କରୁଛି। ବର୍ତ୍ତମାନ ଆମର ଯଦି ଦେଖ ଯେଉଁଠି ମହୁମାଛି ଥିବେ ସେଠି ଅଧିକା ଫଳ ହେଉଥିବ ଭଲ ଗଛର ଫଳ ହେଉଥିବ କାହିଁକିନା ମହୁମାଛି ହିଁ ପରାଗ ସଂଗମ କରନ୍ତି। ସେ କ'ଣ କରନ୍ତି ନା ମାଇ ଫୁଲରୁ ଅଣ୍ଡା ଫୁଲ ବସନ୍ତି ଅଣ୍ଡା ଫୁଲ ମାଇ ଫୁଲ ଯାହାଫଳରେ କି ଜମା ଆଉ କଷି ଝଡ଼ିବ ନାହିଁ ଯେତେକ ଫଳ ହେବା କଥା ସବୁ ଫଳ ଝଡ଼ିବ ନାହିଁ।